बहु वर्ष पूर्वे ओडिशार सुनेली समुद्र तट पाखरे सूर्यदेवଙ୍କ ପାଇଁ ଏକ ଅଦ୍ଭୁତ ମନ୍ଦିର ନିର୍ମାଣ ହେଉଥିଲା। ଏହା ଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ଯାହା ଉଦୟମାନ ସୂର୍ଯ୍ୟ ପରି ଦୀପ୍ତିମାନ ହେବାର ଥିଲା। ସେଠାରେ ଶତାଧିକ କାରିଗର ଦିନ ଓ ରାତି ପରିଶ୍ରମ କରୁଥିଲେ, କିନ୍ତୁ ମନ୍ଦିରର ଶୀର୍ଷରେ ଥିବା ଶେଷ ପଥରଟି ଲଗାଯାଇ ପାରୁନଥିଲା। ରାଜାଙ୍କର ଶକ୍ତ ଆଦେଶ ଥିଲା, ଯଦି ଠିକ୍ ସମୟରେ ମନ୍ଦିର ସମ୍ପୂର୍ଣ୍ଣ ନ ହୁଏ, ମୁଖ୍ୟ ଶିଳ୍ପୀ ସହିତ ସମଗ୍ର କାରିଗରଙ୍କୁ ଦଣ୍ଡ ଦିଆଯିବ। ଏକ ଛୋଟ ଗ୍ରାମରେ ଧର୍ମପଦ ନାମକ 12 ବର୍ଷର ଓଡ଼ିଆ ପୁଅ ରହୁଥିଲା। ସେ ଥିଲା ମୁଖ୍ୟ ଶିଳ୍ପୀଙ୍କ ପୁଅ। ଧର୍ମପଦ ବୁଦ୍ଧିମାନ, ଜିଜ୍ଞାସୁ ଓ କଳା ପ୍ରତି ଶ୍ରଦ୍ଧାଶୀଳ ଥିଲା। ଗୋଟେ ରାତିରେ ସେ ଚୁପଚାପ ନିର୍ମାଣ ସ୍ଥଳକୁ ଆସିଲା। କାରିଗରମାନେ ଚିନ୍ତାଗ୍ରସ୍ତ ଓ କ୍ଳାନ୍ତ ଥିଲେ। ସେମାନେ ଭାବୁଥିଲେ ମନ୍ଦିରଟି କଦାଚିତ ସମ୍ପୂର୍ଣ୍ଣ ହେବ ନାହିଁ। ଧର୍ମପଦ ମନ୍ଦିରର ଗଠନକୁ ଧ୍ୟାନରେ ଅଧ୍ୟୟନ କଲା। ପଥରର ସମତୁଳନ, କୋଣ ଓ ସୂର୍ଯ୍ୟ କିରଣର ପଥକୁ ଦେଖିଲା। ତାପରେ ଶାନ୍ତ ସ୍ୱରରେ କହିଲା, ମୁଁ ଶେଷ ପଥରଟି କେମିତି ଲଗାଯିବ ଜାଣିଛି। ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଆଉ କହିଲେ, ତୁ ତ ଗୋଟେ ଛୋଟ ପିଲା। କିନ୍ତୁ ଧର୍ମପଦ ଧୈର୍ଯ୍ୟର ସହିତ ସବୁ କଥା ବୁଝାଇଲା। ତା ନିର୍ଦ୍ଦେଶରେ ଶେଷ ପଥରଟି ସଠିକ ଭାବେ ଲଗାଯାଇଥିଲା। ପରଦିନ ସକାଳେ ସୂର୍ଯ୍ୟଙ୍କ ପ୍ରଥମ କିରଣ ମନ୍ଦିରକୁ ସ୍ପର୍ଶ କଲା ଆଉ କୋଣାର୍କ ମନ୍ଦିର ଗର୍ବରେ ଦୀପ୍ତିମାନ ହେଲା। କିନ୍ତୁ ଧର୍ମପଦର ମନ ଭାରି ଥିଲା। ସେ ଜାଣିଥିଲା, ଯଦି ରାଜା ଜାଣିଯାଆନ୍ତି ଯେ ଏକ ପିଲା ଏହି ସମସ୍ୟାର ସମାଧାନ କରିଛି, ତେବେ କାରିଗରମାନେ ଅପମାନିତ କିମ୍ବା ଦଣ୍ଡିତ ହେବେ। ସେଇ ରାତିରେ ଧର୍ମପଦ ସମୁଦ୍ର କୂଳକୁ ଯାଇ ହାତ ଯୋଡ଼ି ପ୍ରାର୍ଥନା କଲା ଆଉ ସମୁଦ୍ର ମଧ୍ୟକୁ ଲମ୍ଫ ଦାନ କଲା। ପରଦିନ କାରିଗରମାନେ ବଞ୍ଚିଗଲେ। ମନ୍ଦିର ଦୃଢ଼ ଭାବରେ ଦଣ୍ଡାୟମାନ ଥିଲା। ଧର୍ମପଦ ନଥିଲେ ମଧ୍ୟ ତାର ତ୍ୟାଗ, ବୁଦ୍ଧି ଓ ନିଷ୍କାମତା ସବୁବେଳେ ଜୀବନ୍ତ ରହିଲା। ଆଜି ମଧ୍ୟ କୋଣାର୍କରେ ସୂର୍ଯ୍ୟ ଉଦୟ ହେଲେ ଲୋକେ ସେଇ ବାଳକକୁ ସ୍ମରଣ କରନ୍ତି, ଯିଏ ନିଜ ନାମଠାରୁ ଅନ୍ୟମାନଙ୍କ ଜୀବନକୁ ଆଗରେ ରଖିଥିଲା। ନୀତି ଶିକ୍ଷା ହେଲା, ସତ୍ୟ ବୁଦ୍ଧି ସହିତ ନମ୍ରତା ଆସେ। ସତ୍ୟ ନାୟକ ଅନ୍ୟମାନଙ୍କ ପାଇଁ ନିଜକୁ ବି ଭୁଲିଯାଏ। ବୟସ ସାହସ ଓ ଜ୍ଞାନକୁ ସୀମିତ କରିନଥାଏ। ଆଜି ପାଇଁ ଏତିକି, ମାନେ ପୁଣି ଦେଖାହବ। ବାଏ ବାଏ।